ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କ ଭିତରେ ପାଠପଢ଼ାର ସେଇ ନିଆଁ ଲଗାଇବା ପାଇଁ ଯାଉଛି ଯାହାକୁ ଶୁଣି ସାରିବା ପରେ ଆପଣ କେବେ ବି କହିବେନି କି ୟାର ଏବେ ପଢ଼ିବା ପାଇଁ ମନ ହେଉନାହିଁ, ଏବେ ପଢ଼ିବା ପାଇଁ ଇଚ୍ଛା ହେଉନାହିଁ। ବାସ୍ 2 ମିନିଟ୍ ଧ୍ୟାନ ଦେଇକି ଶୁଣନ୍ତୁ। ୟୁପିଏସସି କରିବା ପାଇଁ ଚାହୁଁଛନ୍ତି କିନ୍ତୁ ପାଠ ପଢ଼ିବା ପାଇଁ ଇଚ୍ଛା ହେଉନି। ସ୍ୱପ୍ନ ବହୁତ ବଡ଼ ବଡ଼ ଅଛି କିନ୍ତୁ ପାଠ ପଢ଼ିବା ପାଇଁ ଇଚ୍ଛା ହେଉନି। ସବୁଦିନ ଭାବୁଛନ୍ତି କି କାଲିଠାରୁ ପଢ଼ିବି କିନ୍ତୁ ପାଠ ପଢ଼ିବା ପାଇଁ ଇଚ୍ଛା ହେଉନି। ପ୍ରତ୍ୟେକ ଦିନ ସକାଳେ ଏହି ଆଶା ନେଇ ଉଠନ୍ତି କି ଆଜିର ଦିନ ମୋ ଜୀବନର ସବୁଠାରୁ ଭଲ ଦିନ ହେବ, ଆଉ ସନ୍ଧ୍ୟା ହେଉ ହେଉ ଏହା ସବୁଠାରୁ ଖରାପ ଦିନ ହୋଇଯାଏ। ଆପଣ ଏମିତି ଶହ ଶହ ଭିଡ଼ିଓ ୟୁଟ୍ୟୁବରେ ଦେଖିସାରିବା ପରେ ବି ଭିତରୁ ସେହି ପ୍ରଶ୍ନ ଆସୁଛି କି ୟାର ପାଠ କେମିତି ପଢ଼ିବି, ପାଠ ପଢ଼ିବାକୁ ତ ଇଚ୍ଛା ହିଁ ହେଉନାହିଁ। ଏଇ ଯେଉଁ ପାଠ ପଢ଼ା ନା, ଏହା ଆପଣଙ୍କ ଶକ୍ତି ବି ହେଇଥାଏ ଆଉ ବହୁତ ବଡ଼ କମଜୋରି ବି। କମଜୋରି ଏଥିପାଇଁ ହେଇଥାଏ କାରଣ ଏହା ଆପଣଙ୍କ ପାଇଁ ବହୁତ ବଡ଼ ପ୍ରୋବ୍ଲେମ୍, କାରଣ ତୁମେ ପଢ଼ିପାରୁନାହ। ଆଉ ଶକ୍ତି ଏଥିପାଇଁ ହେଇଥାଏ କାରଣ ଯଦି ଆପଣ ପଢ଼ି ନିଅନ୍ତି ତ ଏଇ ଦୁନିଆରେ ଏମିତି କୌଣସି ଏକ୍ଜାମ୍ ନାହିଁ ଯାହାକୁ ଆପଣ ଉଖାଡ଼ି ପାରିବେନି। ଆପଣ ଟପର ହେଇପାରିବେ, ୟୁପିଏସସିକୁ କ୍ରାକ୍ କରିପାରିବେ, ଆପଣ ନାଁ କମେଇ ପାରିବେ, ଆପଣ ଇତିହାସ ରଚିପାରିବେ, ଆପଣ ନିଜର ଦୁନିଆ ବନେଇ ପାରିବେ। ହେଲେ ଏହି ସମୟରେ ଆପଣ କେବଳ ବାହାନା ବନାଉଛନ୍ତି, ଆଉ କିଛି ବି ନୁହଁ। ଏଇ ଯେଉଁ ବାହାନା, ଏହା ଆପଣଙ୍କୁ ପୁରାପୁରି ଭାବରେ ବର୍ବାଦ କରିଦେବ, ଆପଣଙ୍କ ଜୀବନକୁ ନଷ୍ଟ କରିଦେବ। ଯଦି ଆପଣ ନିଜ ଜୀବନରେ ସଫଳ ହେବା ପାଇଁ ଚାହୁଁଛନ୍ତି, ବଡ଼ ଲୋକ ହେବା ପାଇଁ ଚାହୁଁଛନ୍ତି, ଦୁନିଆକୁ ଏହା ଦେଖାଇବା ପାଇଁ ଚାହୁଁଛନ୍ତି କି ମୁଁ ବି ସଫଳ ହୋଇପାରିବି, ମୁଁ ବି ଶାନଦାର ଜୀବନ ଜିଇପାରିବି, ନିଜ ବାପା ମାଙ୍କର ସବୁ ସ୍ୱପ୍ନକୁ ପୁରା କରିପାରିବି। ଯେଉଁ ଲୋକ ତୁମକୁ ଗାଳି ଦିଅନ୍ତି, କ୍ରିଟିସାଇଜ୍ କରନ୍ତି, ଯଦି ସେମାନଙ୍କ ମୁହଁ ବନ୍ଦ କରିବା ପାଇଁ ଚାହୁଁଛନ୍ତି, କିଛି ବନିବା ପାଇଁ ଚାହୁଁଛନ୍ତି, ତ ଏହାର କେବଳ ଗୋଟିଏ ହିଁ ମନ୍ତ୍ର ଅଛି, ଆଉ ତାହା ହେଉଛି ପାଠପଢ଼ା। ଦିନରାତି ଏକ କରିଦିଅନ୍ତୁ, ଦୁନିଆକୁ ଭୁଲି ଯାଆନ୍ତୁ, ନିଜେ ନିଜକୁ ଭୁଲି ଯାଆନ୍ତୁ, ନିଜ ଫୋନ୍କୁ ଭୁଲି ଯାଆନ୍ତୁ, ସବୁକିଛି ଭୁଲି ଯାଆନ୍ତୁ। ବାସ୍ ଗୋଟିଏ ହିଁ ଜିନିଷ ଅଛି, ଆଉ ତାହା ହେଉଛି ପାଠପଢ଼ା। କାରଣ ଏହା ହିଁ ସେହି ଜିନିଷ ହେଇଥାଏ ଯାହା ଆପଣଙ୍କ ଜୀବନକୁ ବଦଳାଇ ପାରିବ। ନାଇଁ ତ କାହା ଭିତରେ ସେତିକି ଔକାତ ନାହିଁ ଆପଣଙ୍କ ଜୀବନକୁ ବଦଳାଇବାର। ଆପଣ ଭାବିକି ରହିଯିବେ, ଆପଣ ଚାହିଁକି ରହିଯିବେ, ସ୍ୱପ୍ନ ଦେଖିକି ରହିଯିବେ, କିନ୍ତୁ କିଛି ବି ହେବ ନାହିଁ। ଆପଣଙ୍କୁ ପାଠ ପଢ଼ିବାକୁ ହିଁ ପଡ଼ିବ, ଆପଣଙ୍କୁ ନିଜେ ନିଜକୁ ବଦଳାଇବା ପାଇଁ ହିଁ ପଡ଼ିବ। ଆପଣ ବାରମ୍ବାର ଏହା ଭାବିବା ବନ୍ଦ କରନ୍ତୁ କି ମୁଁ ପଢ଼ିବି କେମିତି, ମୋର ତ ବିଲକୁଲ ବି ପାଠ ପଢ଼ିବାକୁ ଇଚ୍ଛା ହେଉନି। ଯେବେ ଆମେ ବାରମ୍ବାର ମନେ ମନେ ଏହା କହୁ କି ୟାର ପଢ଼ିବି କେମିତି, ପଢ଼ିବାକୁ ଇଚ୍ଛା ହେଉନାହିଁ, ତ ଆମ ସବକନସିୟସ୍ ମାଇଣ୍ଡରେ ଏହି କଥା ଫିଟ୍ ହେଇଯାଏ କି ୟାର ସତରେ ପାଠ ପଢ଼ିବାକୁ ଇଚ୍ଛା ହେଉନାହିଁ, ମନ ହେଉନାହିଁ, ସତରେ ମୁଁ କେମିତି ପଢ଼ିବି। ଆଉ ଆମେ ପୁରାପୁରି ଭାବରେ କମଜୋର ହେଇଯାଉ, ପୁରାପୁରି ଭାବରେ ଭାଙ୍ଗିଯାଉ। ତାପରେ ୟୁଟ୍ୟୁବରେ ଭିଡ଼ିଓ ଦେଖିବା ଆରମ୍ଭ କରିଦେବୁ, ହାଇ ପାୱାର ମୋଟିଭେସନାଲ ଭିଡ଼ିଓଜ୍। ହେଲେ ପୁଣି ଥରେ ସେଇଆ ହେବା ପାଇଁ ଯାଉଛି ଯାହା ପୂର୍ବରୁ ହେଇ ଆସୁଛି। ତ ଆଜିଠାରୁ ଆପଣଙ୍କୁ ସେଇଆ କରିବାର ଅଛି ଯାହା ଆଜି ପର୍ଯ୍ୟନ୍ତ ଆପଣ କରିନାହାନ୍ତି। ତ ଏହା କହିବା ବନ୍ଦ କରନ୍ତୁ କି ମୋର ପାଠ ପଢ଼ିବା ପାଇଁ ଇଚ୍ଛା ହେଉନାହିଁ, ପାଠ ପଢ଼ିବା ପାଇଁ ମନ ହେଉନାହିଁ, ମୁଁ କେମିତି ପଢ଼ିବି। ବରଂ ଏହା କୁହନ୍ତୁ କି ମୋତେ ଜଣାଅଛି କି ମୋତେ କେମିତି ପଢ଼ିବାର ଅଛି, ମୋତେ ଜଣାଅଛି କି ମୁଁ ନିଜ ସ୍ୱପ୍ନ ପର୍ଯ୍ୟନ୍ତ କେମିତି ପହଞ୍ଚି ପାରିବି। ମୁଁ ପାଠ ପଢ଼ିବା ଜାଣିଛି, ମୋତେ ଜଣାଅଛି କି ମୋତେ କେମିତି ପଢ଼ିବାର ଅଛି। ତାପରେ ଆପଣ ପଢ଼ିବେ। ଏହି ଦୁନିଆରେ ଏମିତି କୌଣସି ଜିନିଷ ନାହିଁ ଯିଏକି ଆପଣଙ୍କୁ ରୋକିପାରିବ। କାହା ଭିତରେ ସେହି ସାହସ ନାହିଁ ରୋକିବାର। ବାସ୍ ୟାର ଲାଗି ରୁହନ୍ତୁ, ଜିଦ୍ଦି ବନନ୍ତୁ। ସ୍ୱପ୍ନ ଦେଖିଛନ୍ତି ନା, ତ ତାକୁ ସତ କରିକି ଦେଖାନ୍ତୁ। ସାଙ୍ଗମାନେ, ଏହି ସମୟ ଥରେ ଚାଲିଗଲା ପରେ ନା, ଜୀବନରେ ଆଉ କେବେ ବି ଫେରିକି ଆସିବନି। ସେତେବେଳେ କେବଳ ଭାବିକି ପସ୍ତେଇବେ, କାନ୍ଦିବେ, କିନ୍ତୁ କିଛି କରିପାରିବେନି। କିନ୍ତୁ ବର୍ତ୍ତମାନ ଆପଣଙ୍କ ପାଖରେ ସମୟ ଅଛି ପାଠ ପଢ଼ିବା ପାଇଁ। ତେଣୁ ଆପଣ ବର୍ତ୍ତମାନ ପରିଶ୍ରମ କରନ୍ତୁ, ଆଗାମୀ ଦିନରେ ଖୁସିରେ ବଞ୍ଚିବେ, ନିଜେ ବି ଖୁସିରେ ରହିପାରିବେ, ନିଜ ବାପା ମାଙ୍କୁ ଖୁସିରେ ରଖିପାରିବେ, ଯାହାକି ସବୁଠୁ ବଡ଼ କଥା। କିନ୍ତୁ ସେଥିପାଇଁ ଆପଣଙ୍କୁ ପଢ଼ିବା ପାଇଁ ପଡ଼ିବ। ତ ପଢ଼ନ୍ତୁ, ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ବାପା ମାଙ୍କ ପାଇଁ ଆପଣଙ୍କୁ ପଢ଼ିବା ପାଇଁ ପଡ଼ିବ। ଲାଇଫରେ ସକ୍ସେସଫୁଲ୍ ହେବାକୁ ପଡ଼ିବ, ନାଇଁ ତ ତୁମକୁ କେହି ପଚାରିବେନି। ଏ ଦୁନିଆରେ କେହି ବି କାହାର ନୁହନ୍ତି। ଠିକ୍ ଅଛି ସାଙ୍ଗମାନେ, ଆଜି ପାଇଁ ବାସ୍ ଏତିକି। ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।